ଜୟ ଶ୍ରୀକୃଷ୍ଣ। ଜୀବନର ରଣଭୂମିରେ ନିଜ କୃଷ୍ଣ ଏବଂ ନିଜେ ହିଁ ଅର୍ଜୁନ ହେବାକୁ ପଡ଼ିଥାଏ। ପ୍ରତ୍ୟେକ ଦିନ ନିଜ ନିଜର ସାଥୀ ହୋଇ ଜୀବନର ମହାଭାରତ ଲଢ଼ିବାକୁ ପଡ଼େ। ଖାଲି ହାତରେ ଆସିଥିଲେ ଖାଲି ହାତରେ ଚାଲିଯିବା। ଯାହା କିଛି ଆଜି ତୁମର ଗତକାଲି ଅନ୍ୟର ଥିଲା, ଆସନ୍ତାକାଲି ଆଉ କାହାର ହେବ। ତମେ ସବୁ ନିଜର ଭାବି ଦୁଃଖୀ ହେଉଛ। ବାସ୍ତବରେ ଏହା ତୁମର ଦୁଃଖର କାରଣ। ଯଦି କାହାକୁ କିଛି ଦେବାକୁ ଚାହୁଁଛନ୍ତି ତେବେ ନିଜର ମୂଲ୍ୟବାନ ସମୟ ଦିଅନ୍ତୁ, କାରଣ ମନୁଷ୍ୟ ସବୁକିଛି ଫେରାଇପାରେ, କିନ୍ତୁ ଆପଣ ଦେଇଥିବା ଭଲ ପାଇବା ଓ ସମୟ କେବେ ଫେରାଇ ପାରେନା। ସମ୍ପର୍କର ଡୋରି ଯେତେବେଳେ ଦୁର୍ବଳ ହୋଇଯାଇଥାଏ ସେତେବେଳେ ଲୋକେ ନିଜ ଲୋକଙ୍କୁ ଓ ପର ଲୋକଙ୍କୁ ନିଜର ଭାବିବାରେ ଲାଗିଥାନ୍ତି। ମନୁଷ୍ୟ ଯେତେ ବି ଗୋରା ହେଉଥାଉ କାହିଁକି, ତାର ଛାଇ ସବୁବେଳେ କଳା ହୋଇଥାଏ। ଆପଣ କର୍ମ ହିଁ ଆପଣଙ୍କ ପରିଚୟ, କାହିଁକି ନା ଗୋଟିଏ ନାମରେ ହଜାର ଲୋକ ଅଛନ୍ତି। ଯଦି ଆପଣଙ୍କୁ କେହି ଦୁଃଖ କରାନ୍ତି ଖରାପ କେବେ ଭାବନି, କାହିଁକି ନା ଲୋକେ ସେହି ବୃକ୍ଷ ଉପରକୁ ଟେକା ଫୋପାଡ଼ନ୍ତି ଯେଉଁ ବୃକ୍ଷରେ ମିଠା ଫଳ ଆସେ। ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, ନହେଲେ ଭବିଷ୍ୟତରେ ନିୟନ୍ତ୍ରଣ ନିଜ ହାତରେ ଅଛି। ଏହା କଥାକୁ ବୁଝି ବିଚାରି ଆଗକୁ ବଢ଼ିବା ଉଚିତ। ଦର୍ଶକ ବନ୍ଧୁ, ଆପଣଙ୍କୁ ଯଦି ଆମ ଭିଡ଼ିଓଟା ଭଲ ଲାଗେ ଆପଣ ମତାମତ କମେଣ୍ଟ କରନ୍ତୁ।